जय जगन्नाथ नमस्कार ମୁଁ ଆଲୋକ ସ୍ୱାଗତ କରୁଛି ପୁଣି ଏକ ନୂଆ ଅପଡେଟ୍ରେ। ତ ଆପଣମାନଙ୍କୁ ମୁଁ ଯେମିତି ପୂର୍ବରୁ କହିଥିଲି ଡିସେମ୍ବର ମାସ ଶେଷ ସୁଦ୍ଧା ଆପଣମାନଙ୍କର ଯେଉଁଗୁଡ଼ିକ ଜିଲ୍ଲାଗୁଡ଼ିକ ପ୍ରୋସେସିଂ ହେଇକି ରହିଛି ସେଇ ଜିଲ୍ଲାଗୁଡ଼ିକ ହୋମଗାର୍ଡ଼ ସରିବାକୁ ଯାଉଛି। ଦେଖନ୍ତୁ ଭଟାଭଟ ଆପଣଙ୍କର ପୁରା କୁଇକଲି ଏବେ ରିସେଣ୍ଟ ବାଲେଶ୍ୱର ପୁରୀ ଏବେ ଝାରସୁଗୁଡ଼ା ପୁଣି ଆପଣଙ୍କର ବାରିପଦା ମୟୂରଭଞ୍ଜ ଏସବୁ ଜିଲ୍ଲାଗୁଡ଼ିକ ବର୍ତ୍ତମାନ ପ୍ରୋସେସିଂ ଚାଲିଛି। ତ ଆଜି ଅପଡେଟ୍ ନେଇକି ଆସିଛି ଆପଣମାନଙ୍କ ପାଇଁ ଝାରସୁଗୁଡ଼ା ଜିଲ୍ଲା ପାଇଁ। ପ୍ରଥମ ଥର ଯଦି ଦେଖୁଛନ୍ତି ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ମଧ୍ୟ ସେୟାର କରନ୍ତୁ, ସମସ୍ତଙ୍କ ପାଖରେ ଅପଡେଟ୍ ପହଞ୍ଚିବା ଦରକାର। ତ ଅପଡେଟ୍ କ'ଣ ରହିଛି ଚାଲନ୍ତୁ ଦେଖିନେବା। ତ ଆପଣଙ୍କର ବିଜ୍ଞାପନ ପତ୍ର ସଂଖ୍ୟା ରହିଛି 234, ଆପଣଙ୍କର 18/12/2025ରେ ନୋଟିଫିକେସନଟି ଆସିଛି। ତ ଗୃହରକ୍ଷୀ ଚୟନ ନିମନ୍ତେ ଆପଣଙ୍କର ପରୀକ୍ଷା ଯେଉଁ ରହିଛି ଲିଖିତ ପରୀକ୍ଷା ସେଇ ନିମନ୍ତେ ଆପଣଙ୍କର ନୋଟିଫିକେସନଟି ଆସିଛି। ତ ଆପଣମାନଙ୍କର ଝାରସୁଗୁଡ଼ା ଜିଲ୍ଲା ଗୃହରକ୍ଷୀ ବାହିନୀ ପାଇଁ ମୋଟ 102ଟି ପଦବୀ, ମନେ ରଖନ୍ତୁ 102ଟି ପଦବୀ ନିମନ୍ତେ ଦରଖାସ୍ତ ଆପଣମାନଙ୍କୁ ଆପ୍ଲାଏ କରିବା ପାଇଁ କୁହାଯାଇଥିଲା। ତ ଏତଦ୍ୱାରା ସମସ୍ତ ଯୋଗ୍ୟ ଯେଉଁମାନେ ଅଛନ୍ତି ଆପଣ ଯାହାର ଫର୍ମଟା ବୈଧ ଅଛି ସେମାନଙ୍କର ଏକ ଲିଖିତ ପରୀକ୍ଷା 28/12/2025 ତାରିଖ ମନେ ରଖନ୍ତୁ 28/12/2025 ସେଇ ଡେଟ୍ରେ ବି ମଧ୍ୟ ଝାରସୁଗୁଡ଼ା ଆପଣଙ୍କର ମୟୂରଭଞ୍ଜ ବାରିପଦା ଜିଲ୍ଲାର ମଧ୍ୟ ସେଇ 28 ତାରିଖରେ ଅଛି। ଏଇ 28 ତାରିଖରେ ଝାରସୁଗୁଡ଼ାରେ ବି ଅଛି। ଦେଖନ୍ତୁ କହିଥିଲି ନା କୁଇକଲି ଆପଣଙ୍କର ଡିସେମ୍ବର ମାସରେ ଆପଣମାନଙ୍କର ବହୁତ ଗୁଡ଼ିଏ ଜିଲ୍ଲାଗୁଡ଼ିକର ପରୀକ୍ଷା ହେବାକୁ ଯାଉଛି। ତ ଛାଡ଼ନ୍ତୁ 28/12/2025 ଯେଉଁଟା ରହିଛି ଆପଣଙ୍କର ଲିଖିତ ପରୀକ୍ଷା ଓଡ଼ିଆ ରଚନା ଏବଂ ସାଧାରଣ ଜ୍ଞାନ ଆପଣଙ୍କର କେଉଁଠାରେ ହେବ? OSAP ସେକେଣ୍ଡ ବାଟାଲିୟନ ପ୍ୟାରେଡ୍ ଗ୍ରାଉଣ୍ଡ ଝାରସୁଗୁଡ଼ା। ଆପଣଙ୍କର ଯେଉଁଟା ସେକେଣ୍ଡ OSAP ଗ୍ରାଉଣ୍ଡ ଅଛି ଝାରସୁଗୁଡ଼ା ସେଇଠାରେ ଆପଣମାନଙ୍କର ଅନୁଷ୍ଠିତ ହେବ। ତେଣୁ ଆପଣମାନେ ଯେଉଁମାନେ ଦରଖାସ୍ତ ଆପ୍ଲାଏ କରିଥିଲେ ବା ଫର୍ମ ଆପ୍ଲାଏ କରିଥିଲେ ସେମାନେ ସକାଳ 6:30 ସମୟରେ କେତେ ତାରିଖ? 28 ତାରିଖ। 28 ତାରିଖ ଆପଣ ସକାଳ 6:30 ସମୟରେ ଏଇ ଯେଉଁ ଝାରସୁଗୁଡ଼ାର ସେକେଣ୍ଡ ବାଟାଲିୟନ ରହିଛି ସେଇଠାରେ ନିଜର କୌଣସି ଏକ ପ୍ରମାଣପତ୍ର ଯେମିତିକି ଆପଣଙ୍କର ଆଧାର କାର୍ଡ଼ ହେଉ, ଭୋଟର କାର୍ଡ଼ ହେଉ, ଡ୍ରାଇଭିଂ ଲାଇସେନ୍ସ ହେଉ ଏବଂ ନିଜର ଆଡ଼ମିଟ୍ କାର୍ଡ଼ ଏଇ ଦୁଇଟି ଜିନିଷ ଆପଣ ନିହାତି ଭାବରେ ନେଇକି ଯିବେ। ଏଇ ତିନୋଟି ଜିନିଷରୁ ଆପଣଙ୍କର ଯେଉଁ ଗୋଟିଏ ନେଇକି ଯିବେ ଏବଂ ଆଡ଼ମିଟ୍ କାର୍ଡ଼ ନିହାତି ଭାବରେ ଆପଣମାନେ ନିଜ ସହିତ ନେଇକି ଯାଇଥିବେ। ଏଇଟା ନିହାତି ଇମ୍ପୋର୍ଟାଣ୍ଟ। ଯଦି ଆପଣ ନ ନେଉଛନ୍ତି ଏଣ୍ଟ୍ରି କରିପାରିବେନି, ପରୀକ୍ଷାରୁ ବଞ୍ଚିତ ହେବେ। ତ ପ୍ରାର୍ଥୀ ଏବଂ ପ୍ରାର୍ଥୀମାନଙ୍କର ଯେଉଁ ଆପଣଙ୍କର ପ୍ରବେଶ ପତ୍ର ବା ଯେଉଁଟା ଆଡ଼ମିଟ୍ କାର୍ଡ଼ ଆପଣଙ୍କ ନିୟରେଷ୍ଟ ଥାନା ବା ନିଜ ଯେଉଁ ଥାନା ରହିଛି ପାଖାପାଖି ସେଇଠୁ ଆପଣ ପରିଚୟ ପତ୍ର ଆପଣଙ୍କର ଯେଉଁଟା ଆଡ଼ମିଟ୍ କାର୍ଡ଼ ଭୋଟର କାର୍ଡ଼ ଯାହା ବି ଦେଖେଇକି ଆପଣ ନେଇପାରିବେ। କେବେ ନେବେ? 19/12/2025ରୁ 26/12/2025 ଭିତରେ ଆପଣଙ୍କର ସମସ୍ତ ଯେଉଁ ଆଡ଼ମିଟ୍ କାର୍ଡ଼ ଗୁଡ଼ିକ ସବୁ ଥାନା କାର୍ଯ୍ୟାଳୟରେ ଉପଲବ୍ଧ ଆପଣଙ୍କର ହେବ। ତ ଏଇ ଡେଟ୍ ଗୁଡ଼ିକରେ ଆପଣମାନେ 19ରୁ 26 ତାରିଖ ଭିତରେ ଆପଣ ନିଜର ଆଡ଼ମିଟ୍ କାର୍ଡ଼ କଲେକ୍ସନ୍ କରିବେ ଏବଂ ସାଙ୍ଗରେ ନିହାତି ଭାବରେ ନେଇକି ଯିବେ ଆପଣଙ୍କର ଯେଉଁ ଗୋଟେ ପରିଚୟ ପତ୍ର ହେଉ ଏବଂ ଆପଣଙ୍କର ଆଡ଼ମିଟ୍ କାର୍ଡ଼। ଆପଣଙ୍କର 28/12/2025ରେ ଆପଣଙ୍କର ପରୀକ୍ଷା OSAP ସେକେଣ୍ଡ ବାଟାଲିୟନ ଝାରସୁଗୁଡ଼ା ଯେଉଁଟା ରହିଛି ପ୍ୟାରେଡ୍ ଗ୍ରାଉଣ୍ଡ ସେଇଠି ଆପଣଙ୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ ଝାରସୁଗୁଡ଼ାର ଯେଉଁ ପରୀକ୍ଷା ଆପଣଙ୍କର ହୋମଗାର୍ଡ଼ ଲିଖିତ ପରୀକ୍ଷା ହେବାକୁ ଯାଉଛି। ନିହାତି ଭାବରେ ଆପଣମାନେ ପଢ଼ାପଢ଼ି ଟିକେ ଜୋରଦାର କରନ୍ତୁ। ଆଉ 2-4 ଦିନର ସମୟ ରହିଲା ଆପଣଙ୍କ ହାତରେ। ତ ରଚନା ବି କ'ଣ ପଡ଼ିବ, ଭାଇବା କ'ଣ ଆସିବ, ଏସବୁ କଥା ଭାଇବା କଥା ମୁଁ ଆପଣମାନଙ୍କୁ ପରେ କହିବି। ତ ରଚନାକୁ ନେଇକି ଆପଣମାନଙ୍କର ବହୁତ ସାରା ମେସେଜ୍ ଥିଲା। ରଚନାର କ'ଣ କ'ଣ ଆସିଯିବ ମୁଁ ଅଲରେଡ଼ି ଚ୍ୟାନେଲରେ ଅପଲୋଡ଼ କରିଛି। 20ଟା ସିଲେକ୍ଟ ରଚନା ଦେଇଛି ଆପଣଙ୍କୁ, ସିଲେକ୍ଟିଭ୍ ରଚନା। ତ ଆପଣ ସେଇ ରଚନା ପ୍ରିପାରେସନ୍ କରନ୍ତୁ। ବାହାରୁ 1-2ଟା ଆସିପାରେ, ଆଉ ବି ଆପଣ ଚାହିଁଲେ ଏକ୍ସଟ୍ରା କିଛି ପଢ଼ିକି ମଧ୍ୟ ଯାଇପାରିବେ। ତ ନିହାତି ଭାବରେ ଇଏ ଥିଲା ଅପଡ଼େଟ୍ ଆପଣମାନଙ୍କ ପାଇଁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ସେୟାର କରୁଥାନ୍ତୁ, ସମସ୍ତଙ୍କ ପାଖରେ ଅପଡ଼େଟ୍ ପହଞ୍ଚୁ। କିଛି ପିଲା ବଞ୍ଚିତ ରହିଯାଉଛନ୍ତି, ଜାଣିପାରୁନାହାନ୍ତି ଫର୍ମ ପକାଇଲା ପରେ ବି ଅପଡ଼େଟ୍ ସମସ୍ତଙ୍କ ପାଖରେ ପହଞ୍ଚୁନି। କାହିଁକି ନା ହୋମଗାର୍ଡ଼ କ'ଣ କରୁଛି ନା ଯେଉଁ ଡିପାର୍ଟମେଣ୍ଟ ରହିଛି ସବୁ ଜିଲ୍ଲା ଗୁଡ଼ିକର ପ୍ରାୟ ସମସ୍ତେ ପେପରରେ ଦେଇ ଦେଇଥାନ୍ତି କି ଟିଭିରେ ନ୍ୟୁଜ୍ ଦେଇ ଦେଇଥାନ୍ତି, କିନ୍ତୁ କିଛି ଜିଲ୍ଲା ଦେଉନାହାନ୍ତି। ତ ସେଥିପାଇଁ ଆପଣମାନେ ମୋର ଯେଉଁ ଟେଲିଗ୍ରାମ ଚ୍ୟାନେଲ୍ এই ଭିଡ଼ିଓର କମେଣ୍ଟ ବକ୍ସରେ ମୁଁ ପିନ୍ କରିଦେଉଛି, ଆପଣ ସେଇଠୁ ଜଏନ୍ ହେଇଯାଆନ୍ତୁ। ଯାହା କୁଇକ୍ ଅପଡ଼େଟ୍ ଆସିବ ଆପଣ ସେ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ପାଇପାରିବେ। ପୁଣି ଦେଖା ହେବ ଆପଣମାନଙ୍କ ସହିତ ଆଉ ଏକ ଭିଡ଼ିଓରେ ଆଉ ଏକ ଅପଡ଼େଟ୍ରେ। ଜୟ ଜଗନ୍ନାଥ।